ଚାଲନ୍ତୁ ଆଜି ଗୋପାଳ ପାଇଁ ଗୋଟେ ସବୁଠାରୁ ଛୋଟ କୁନି ପୁରୀଟେ ଗୋଟେ ଛାଣିବା। ତ ଆଜି ଥିଲା ମୋର ୱାର୍କ ଫ୍ରମ୍ ହୋମ୍। ତ ସକାଳୁ ବହୁତ ଶାନ୍ତିରେ ମୁଁ ଟିକେ ସମୟ ପାଇଥିଲି ପୂଜା କରିବା ପାଇଁ। ଆଣ୍ଡ ତାପରେ ଏଠି ଗୋପାଳ ପାଇଁ ମୁଁ ନେଇଯାଇଥିଲି ତା'ର ବ୍ରେକଫାଷ୍ଟ। ଆଉ ମୋର ଏଠି କାମ ବି ଷ୍ଟାର୍ଟ ହେଇଯାଇଥିଲା ଯେହେତୁ ୱାର୍କ ଫ୍ରମ୍ ହୋମ୍ ଥିଲା। ମାନେ ଆଜି କର୍ଣ୍ଣାଟକ ବନ୍ଦ ଥିଲା, ତ ସେଥିପାଇଁ ଆମକୁ ଗୋଟେ ଅପରଚ୍ୟୁନିଟି ମିଳିଯାଇଥିଲା ୱାର୍କ ଫ୍ରମ୍ ହୋମ୍ର। ତ ତାପରେ ଗୋପାଳକୁ ଏଠି ଖୁଆଇ ସାରିଲା ପରେ ମୁଁ ତା ରାଶି କୋରାଟା ନେଇକିରି ଏଠି ଖାଇଦେଉଛି। ଯାହା ତା'ର ଖାଇସାରିଲା ପରେ ଯେଉଁ ପ୍ରସାଦଟା ବଞ୍ଚେ ମୁଁ ଏମିତି ଖାଇଦିଏ। ତାପରେ ମୋ ପାଇଁ ମୁଁ ବ୍ରେକଫାଷ୍ଟ ଆଣି ଦେଇଥିଲି ବ୍ଲାକ୍ ଟି, ତା ସହିତ ବ୍ରେଡ଼୍ ଆଉ ଚୁଡ଼ା ଭଜା। ଆଉ କେଉଁମାନେ ଏମିତି ବ୍ରେଡ଼୍ ବୁଡ଼େଇକି ଖାଆନ୍ତି, ମୋତେ ତ ବହୁତ ମଜା ଆସେ। ଆଣ୍ଡ ତାପରେ ଲଞ୍ଚ ଟାଇମ୍ ହେଇଯାଇଥିଲା, ତ ମୁଁ ଗୋପାଳ ପାଇଁ ବନେଇ ଦେଇଥିଲି ଗୋଟେ ଫ୍ରୁଟ୍ ବୋଲ୍। ଆଣ୍ଡ ସେଥିରେ ଥିଲା କ୍ୟୁକମ୍ବର ଆଣ୍ଡ ଆପଲ୍। ତାକୁ ଖୁଆଇ ସାରିଲା ପରେ ତାପରେ ମୁଁ ମୋର ଚାଲିଥିଲି ମୋର ଲଞ୍ଚ ପାଇଁ। ସେ ପୁରା କାର୍ଟୁନ୍ ଦେଖୁଛି। ଲଞ୍ଚ ମୋର ଆଜି ବହୁତ ହିଁ ସିମ୍ପଲ୍ ଆଉ ଦେଶୀ ଥିଲା। ଆମ ଆମ୍ବୁଲ ପକାଇଥିବା ଗୋଟେ ଛୁଇଁ ବେସର କରିଥିଲି। ଆଉ ଯେଉଁ କୁହନ୍ତି ନା ବଡ଼ ପୋଟଳ ମାନେ ଯେଉଁ ଛଚିନ୍ଦ୍ରା, ତା'ର ପିଠଉ କରିଥିଲି। ଆଉ ୟା ସହିତ ମୁଁ ଲେମ୍ବୁ ପାଗ କରିକିରି ଖାଇ ଦେଇଥିଲି। ଯେହେତୁ ମୁଁ ଆଜି ଘରେ ଥିଲି, ବହୁତ ଶାନ୍ତିରେ ବସିକିରି ମୁଁ ଆଜି ଟିକେ ଖାଇପାରିଲି। ଆଣ୍ଡ ତାପରେ ଯେହେତୁ ସନ୍ଧ୍ୟାବେଳ ହେଇଥିଲା ଆଣ୍ଡ ଆଜି ହଜବେଣ୍ଡଙ୍କର କିନ୍ତୁ ଅଫିସ୍ ଥିଲା, ତ ସିଏ ଯେତେବେଳେ ଆସିଲେ ସେତେବେଳେ ଆମେ ଗୋପାଳ ପାଇଁ ଫାଷ୍ଟ ଗୋଟେ ଛୋଟ ପୁରୀ ବନେଇଦେଲୁ। ଆଣ୍ଡ ମୁଁ ଦିନବେଳେ ଯେହେତୁ ଭଲରେ ସଜେଇ ଖାଇଥିଲି, ତାଙ୍କ ପାଇଁ ମଧ୍ୟ ବହୁତ ବଢ଼ିଆ ଭାବରେ ଏଠି ପୁରୀ ପ୍ରିପାରେସନ୍ କରିଦେଇଥିଲି। ଆଉ ଏଠି ସିଏ ଛାଣି ଦେଉଛନ୍ତି। ତ ଆମମାନଙ୍କର ବି ଏଠି ବହୁତ ସୁନ୍ଦର ଭାବରେ ପୁରୀ ଗୁଡ଼ାକ ଛଣା ହେଇଯାଇଥିଲା। ଦିନବେଳେ ମୁଁ ତାଙ୍କ ପାଇଁ ରଖିଥିଲି ଯେଉଁ ଛଚିନ୍ଦ୍ରା, ତାକୁ ବି ପିଠଉ କରିଦେଇଥିଲି। ଏଠି ଆମର ସିମେଇ ହେଇଯାଇଛି ଆଣ୍ଡ ଡାଲମା, ତାପରେ ପୁରୀ। ଆଣ୍ଡ ଏହା ସହିତ ଆମେ ଏଇଠି ହିଁ ସାଙ୍ଗ ହେଇକି ବସି ପଡ଼ିଥିଲୁ ଗୋପାଳ ସହିତ ବି। ତ ଗୋପାଳକୁ ମୁଁ ଏଠି କେବଳ ପୁରୀ ଆଉ ସିମେଇ ଖୁଆଇଦେଲି। ତାକୁ ଖୁଆଇ ସାରିଲା ପରେ ତାପରେ ମୁଁ ଏଠି ଦେଖିଲି ହଜବେଣ୍ଡଙ୍କର ଏଠି ପୁରା ଏକଦମ ଖାଇବା ପୁରା ଷ୍ଟାର୍ଟ ହେଇଯାଇଛି। ଯେହେତୁ ଦିନବେଳେ ମୁଁ ଶାନ୍ତିରେ ମୋ ମନ ପସନ୍ଦର ଜିନିଷ କରିକି ଖାଇଥିଲି, ତ ସନ୍ଧ୍ୟାବେଳେ ସ୍ୱାମୀଙ୍କ ମନ ପସନ୍ଦର, ତାଙ୍କୁ ବହୁତ ପୁରୀ ଭଲ ଲାଗେ, ତ ଆମେ କରିଦେଇଥିଲୁ ପୁରୀ, ଡାଲମା, ସିମିଆ। ୟାକୁ ଖାଇକି ଆମେ ଶୋଇପଡ଼ିଥିଲୁ। ଥ୍ୟାଙ୍କ ୟୁ। ଯଦି ଭିଡ଼ିଓ ଭଲ ଲାଗିଛି ଲାଇକ୍ କରନ୍ତୁ।